ଜିରୋରୁ ହିରୋ ତାହା ଆମେ ବହୁତ ଥର ଶୁଣୁଛେ ଆଉ ତାହାର ମିନିଂ ବୋଧେ ଆପଣମାନେ ସମସ୍ତଙ୍କୁ ଜଣାଥିବ। ଯାହା ପାଖେ ଗୋଟିଏ ଟାଇମ୍ରେ କିଛି ବି ନଥିଲା, ଯଦି ସେମାନଙ୍କ ପାଖେ ଆଜି ସବୁ କିଛି ଅଛି ତାମାନେ ଜିରୋରୁ ହିରୋ କହିବେ। ଯଦି ଜଣଙ୍କ ପାଖେ ଗୋଟିଏ ଟାଇମ୍ରେ କିଛି ବି ନଥିଲା, ଯଦି ଆଜି ସେ ବହୁତ କିଛି ଆଚିଭ୍ କରିଛନ୍ତି, ସୋସାଇଟିରେ ଯଦି କିଛି ଗୁଡ଼ୱିଲ୍ ଆଚିଭ୍ କରିଛନ୍ତି, ତାହେଲେ ସେମାନଙ୍କୁ କହିବେ ଯେ ଜିରୋରୁ ହିରୋ, ରାଇଟ୍। ଦର୍ଶକ ବନ୍ଧୁ, ଆପଣଙ୍କୁ କେମିତି ଲାଗିବ ଯଦି ଜଣେ ସାଇ ଭକ୍ତଙ୍କୁ ଯଦି ଜିରୋରୁ ହିରୋ ବୋଲି କହିବେ, ତାହେଲେ ଆପଣଙ୍କୁ କେମିତି ଲାଗିବ? ଯଦି ଜଣଙ୍କ ପାଖେ ଗୋଟିଏ ଟାଇମ୍ରେ ଘରର ରେଣ୍ଟ ଦେବା ପାଇଁ ମଧ୍ୟ ପଇସା ନଥିଲା, ସେ ଯଦି ଆଜି ସବୁ ପ୍ରକାର ସୁଖ ଅନୁଭବ କରୁଛନ୍ତି, ତାହେଲେ କେମିତି ଲାଗିବ? ବୋଧେ ସମସ୍ତଙ୍କୁ ଗୋଟିଏ ଡାଉଟ୍ ଆସିବ ଯେ କ'ଣ ସତରେ? ଦର୍ଶକ ବନ୍ଧୁ, ଆଜି ତାହା ହିଁ ମୁଁ ଆପଣମାନଙ୍କୁ କହିବି। ଓମ୍ ସାଇରାମ। ନମସ୍କାର ଦର୍ଶକ ବନ୍ଧୁ, ମୋ ସାଇବାବା ଚ୍ୟାନେଲରେ ମୁଁ ପୁଣି ଥରେ ଆପଣମାନଙ୍କର ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଦର୍ଶକ ବନ୍ଧୁ, ବାବାଙ୍କ ଆଶୀର୍ବାଦ ସର୍ବଦା ଯେପରି ଆମ ଉପରେ ରହୁ, ଏହି ପ୍ରାର୍ଥନାରେ ଆଜିର ଭିଡ଼ିଓଟି ମୁଁ ଷ୍ଟାର୍ଟ କରିବି। ତେବେ ଚାଲନ୍ତୁ ଆଉ ଡେରି କରିବାନି, ମିରାକଲଟା କ'ଣ ଆମେ ଜାଣିବା। ଜଣେ ସାଇ ଭକ୍ତ ଅଛନ୍ତି, ତାଙ୍କ ଲାଇଫରେ ବାବାଙ୍କର ଇମ୍ପ୍ୟାକ୍ଟ କେତେ ଦରକାର ଥିଲା ଆଉ କେତେ ଡିପ୍ ଥିଲା, ତାହା ସେ ଆମକୁ ଜଣାଇଛନ୍ତି। ପ୍ରଥମତଃ ବହୁତ ଧନ୍ୟବାଦ, ଆପଣଙ୍କ ଲାଇଫରେ ଯାହା ବି ଘଟିଥିଲା ତାହା ଆମକୁ କହିଛନ୍ତି, ଆମକୁ ଜାଣିବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଥମତଃ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇବି। ପ୍ରକୃତରେ କ'ଣ ହେଇଥିଲା ମାନେ, ଏହି ଯିଏ ସାର୍ ଅଛନ୍ତି, ସେ ବାବାଙ୍କର ଭକ୍ତ ଥିଲେ ନୋ ଡାଉଟ୍, କିନ୍ତୁ ତାଙ୍କ ପାଖେ କିଛି ବି ନଥିଲା। ତାଙ୍କୁ ସ୍ୟାଲେରୀ ଯେଉଁ ମିଳୁଥିଲା, କ'ଣ ଗୋଟେ ଛୋଟ ଜବ୍ ସେ କରୁଥିଲେ, ଆଉ ସେଇଠି କ'ଣ ମାନେ 1000 ଟଙ୍କା ସ୍ୟାଲେରୀ ମଧ୍ୟ ତାଙ୍କୁ ମିଳୁନଥିଲା। ଏତେ କମ୍ ସ୍ୟାଲେରୀରେ ସେ କାମ କରୁଥିଲେ। ଆଉ ସେ ଏତେ ଦୟନୀୟ ଅବସ୍ଥାରେ ଥିଲେ ଯେ ଘରର ରେଣ୍ଟ ମଧ୍ୟ ସେ ପେ କରିପାରୁନଥିଲେ ଆଉ ବହୁତ କଷ୍ଟର ସମୟ ସେ ଫେସ୍ କରୁଥିଲେ। କିନ୍ତୁ କେବେ ବି ସେ ବାବାଙ୍କୁ ମୋତେ ବାବା ଏହିପରି ବ୍ଲେସିଂସ୍ ଦିଅନ୍ତୁ ବୋଲି ସେ କେବେ ବି ବାବାଙ୍କୁ କିଛି ମାଗିନଥିଲେ। ଆଉ ନିଜର ଅବସ୍ଥା ପାଇଁ ସେ କେବେ ବି ବାବାଙ୍କୁ କିଛି କ୍ୱେଶ୍ଚିନ୍ କରିନଥିଲେ। କେବଳ ବାବାଙ୍କୁ ସେ ଭକ୍ତି ହିଁ କରିଥିଲେ। ବୋଧେ ବାବାଙ୍କୁ ମଧ୍ୟ ତାହା ହିଁ ଦରକାର, ଯିଏ ବାବାଙ୍କୁ ପିଓର ଭକ୍ତି ଯିଏ ବି କରିବେ ନା, ବାବା ସେମାନଙ୍କୁ ବହୁତ ବହୁତ ବ୍ଲେସିଂସ୍ ଦେଇଥାନ୍ତି। ଏହି ଯିଏ ସାର୍ ଅଛନ୍ତି, ସେ ତାଙ୍କ ଲାଇଫରେ ଧୀରେ ଧୀରେ ବହୁତ ଚେଞ୍ଜେସ୍ ଆସିଲା। ଆଉ ଏବେ ତାଙ୍କୁ ଲାଗୁଛି ଯେ ବାବା କେତେ ତାଙ୍କୁ ସାହାଯ୍ୟ କରିଛନ୍ତି, ଏବେ ଏହି ମୋମେଣ୍ଟରେ ସେ ରିଏଲାଇଜ୍ କରିପାରୁଛନ୍ତି। କେମିତି ହେଇଥିଲା? ପ୍ରଥମେ ତ ସେ ବହୁତ ଛୋଟ ଜବ୍ କରୁଥିଲେ, ଗୋଟେ ପ୍ରାଇଭେଟ୍ ଜବ୍ କରୁଥିଲେ। ପରେ ବାବାଙ୍କ ଦୟାରୁ ତାଙ୍କୁ କୌଣସି ବି ରୂପରେ ତାଙ୍କୁ ନା ଗଭର୍ଣ୍ଣମେଣ୍ଟ ଜବ୍ ମିଳିଲା। ଗଭର୍ଣ୍ଣମେଣ୍ଟ ଜବ୍ ମିଳିବା ପରେ କୌଣସି ବି ରୂପରେ ହିଁ ମୁଁ କହିବି, କାରଣ କ'ଣ ମାନେ ତାଙ୍କର କିଏ ଜଣେ ଚିହ୍ନା କିଏ ଜଣେ ଥିଲେ, ତାଙ୍କର ରିକମେଣ୍ଡେସନରେ ଜବ୍ ମିଳିଲା। ଆଉ ଧୀରେ ଧୀରେ କ'ଣ ମାନେ ସେହି ଜବ୍ରେ ସେ ଷ୍ଟେବିଲିଟି ପାଇଲେ ଆଉ ଫିନାନ୍ସିଆଲି ତାଙ୍କର ଗ୍ରୋ ହେଲା। ଆଉ ଜବ୍ରେ ଜଏନ୍ କରିବା ପରେ ସାର୍ଙ୍କୁ ଏମିତି ନାହିଁ ଯେ ବହୁତ ମାନେ ଆରାମରେ ହିଁ ତାଙ୍କର ଜୀବନ କଟିଗଲା ନା, ସେମିତି ନୁହେଁ। ସେ ତାଙ୍କ ମାନେ ବାବା ଯେଉଁ ରାସ୍ତା ତାଙ୍କୁ ଦେଖେଇଲେ, ସେହି ରାସ୍ତାରେ ସେ ବାବାଙ୍କ ଉପରେ ଭାର ରଖିକି ଆଗକୁ ଯିବା ଷ୍ଟାର୍ଟ କଲେ। ତା'ମାନେ ଯେଉଁ ଜବ୍ ତାଙ୍କୁ ମିଳିଲା, ସେହି ଜବ୍ରେ ସେ ତାଙ୍କର 100% ଏଫର୍ଟ ଦେଲେ, ଯାହାଦ୍ୱାରା କ'ଣ ମାନେ ଧୀରେ ଧୀରେ ତାଙ୍କୁ ଇନକ୍ରିମେଣ୍ଟ ମିଳିବା ଷ୍ଟାର୍ଟ ହେଲା, ପ୍ରମୋସନ୍ ମିଳିବା ଷ୍ଟାର୍ଟ ହେଲା, ଆଉ ତାଙ୍କର ସ୍ୟାଲେରୀ ମଧ୍ୟ ହାଇକ୍ ହେଲା। ଆଉ ତାଙ୍କର ଗୋଟିଏ ହିଁ ଡିମାଣ୍ଡ ଥିଲା, ଯେ ମନରେ ଏହିପରି ଥିଲା ଯେ ଜବ୍ ଷ୍ଟେବିଲିଟି ଏହିସବୁ ମୋ ହାତରେ ଥାଉ କିମ୍ବା ନଥାଉ, ଗୋଟିଏ କଥା କ'ଣ ମାନେ ଯଦି ନିଜର ଘରଟିଏ ରହିବ, ତାହେଲେ କୌଣସି ବି ସମୟରେ ଆଟଲିଷ୍ଟ ଫ୍ୟାମିଲି ସେଫ୍ରେ ରହିପାରିବେ। ରହିବାକୁ ଟିକେ ଜାଗାଟିଏ ରହିବା ବହୁତ ଦରକାର, ଏମିତି ତାଙ୍କର ମନରେ ଗୋଟେ ଥିଲା। କିନ୍ତୁ ସେ କେବେ ବାବାଙ୍କୁ କହିନଥିଲେ ଯେ ମୋର ଗୋଟେ ଘରଟିଏ ଯେମିତି ହେଇଯାଉ, ବାବା ମୋତେ ବ୍ଲେସିଂସ୍ ଦିଅନ୍ତୁ, ଏହିପରି କେବେ ବି ସେ ବାବାଙ୍କୁ କହିନଥିଲେ। କିନ୍ତୁ ବାବା ତ ଆମ ବାବା, ଆମ ମନରେ କ'ଣ ଅଛି ତାହା ବାବା ନିଶ୍ଚୟ ଜାଣିବେ ହିଁ ଜାଣିବେ। ସେଥିପାଇଁ ବାବା ତାଙ୍କୁ ବ୍ଲେସିଂସ୍ ଦେଲେ, ଆଉ ବହୁତ କମ୍ ସମୟରେ ତାଙ୍କର ଘରଟିଏ ମଧ୍ୟ ହେଇଗଲା। ଆଉ ଫିନାନ୍ସିଆଲି ସେ ବହୁତ ଖୁସିରେ ଅଛନ୍ତି, ବହୁତ ଷ୍ଟେବିଲିଟି ତାଙ୍କ ଲାଇଫରେ ଅଛି। ସେ ତାଙ୍କୁ ଏବେ ଆଉ କୌଣସି ପ୍ରକାର ଅସୁବିଧା ନାହିଁ, ଭଗବାନଙ୍କ ଦୟାରୁ। ନିଜର ଘର ଅଛି, ସନ୍ତାନ ଅଛନ୍ତି, ସନ୍ତାନଙ୍କୁ ଭଲ ଏଜୁକେସନ୍ ଦେଇପାରିଲେ ଏଜ୍ ଏ ପେରେଣ୍ଟ। ଆଉ ସବୁ ପ୍ରକାରର ଖୁସି ତାଙ୍କ ପାଖେ ଅଛି, ଆଉ ବାବାଙ୍କ ବ୍ଲେସିଂସ୍ ତାଙ୍କ ସହିତ ଅଛି। ସାର୍ କହୁଛନ୍ତି ଯେ
ଯେହେତୁ ବାବା ମୋ ସହିତ ଅଛନ୍ତି ସେଥିପାଇଁ ମୁଁ ଆଜି ଏହି ପୋଜିସନ୍ରେ ଅଛି। ତାମାନେ ମୁଁ ଜିରୋରୁ ହିରୋ ହେବା ପର୍ଯ୍ୟନ୍ତ ବାବା ହିଁ ମୋର ସାହାଯ୍ୟ କରିଛନ୍ତି। ଦର୍ଶକ ବନ୍ଧୁ, ବୋଧେ ଜିରୋରୁ ହିରୋ କ'ଣ ତାହା ଆପଣମାନେ ଏବେ ଜାଣିପାରିଥିବେ। ଆଉ ବେଶୀ କିଛି କହୁନି। ଯଦି ଆପଣଙ୍କୁ ମିରାକଲଟା ଭଲ ଲାଗିଲା ତାହେଲେ ମନରେ ଥରେ ଓମ୍ ସାଇରାମ ବୋଲି ଭାବି ନିଅନ୍ତୁ। ଆଉ ଏଭ୍ରି ସେକେଣ୍ଡ ବାବାଙ୍କୁ ବିଶ୍ୱାସ କଲେ ନିଶ୍ଚୟ ବାବା ଆମର ସାହାଯ୍ୟ କରିବେ ହିଁ କରିବେ। ଦର୍ଶକ ବନ୍ଧୁ, ମୋର ମଧ୍ୟ ଅନେକ ପ୍ରକାର ଏହିପରି ଡିଜାୟାର୍ସ ଅଛି। ଆଉ ମୁଁ ବାବାଙ୍କୁ ଡାକୁଛି, ମୁଁ କହୁଛି ଯେ ବାବା ମୋତେ ରାସ୍ତା ଦେଖାନ୍ତୁ, ମୋର ହେଲ୍ପ କରନ୍ତୁ, ମୋତେ ବ୍ଲେସିଂସ୍ ଦିଅନ୍ତୁ। ଦେଖନ୍ତୁ ଏପର୍ଯ୍ୟନ୍ତ ବହୁତ କିଛି ଫୁଲଫିଲ୍ ହେଇପାରିନି, କିନ୍ତୁ ମୋର ବିଶ୍ୱାସ ଅଛି ଯେ ବାବା ଜଣେ ହିଁ ମୋ ସହିତ ଅଛନ୍ତି ଆଉ ବାବାଙ୍କ ବ୍ଲେସିଂସରୁ ହିଁ ତାହା ଫୁଲଫିଲ୍ ହେବ। ସେଥିପାଇଁ ଟିକେ ପେସେନ୍ସ ରଖିବା ବହୁତ ଦରକାର। ସମସ୍ତେ ଯଦି ବିଶ୍ୱାସର ସହିତ ଯଦି ବାବାଙ୍କୁ ଡାକିବେ ନିଶ୍ଚୟ ବାବା ଆମର ଯେଉଁ ଗୁହାର ଅଛି ତାହା ଶୁଣିବେ ହିଁ ଶୁଣିବେ। ସେଥିପାଇଁ ପେସେନ୍ସ ରଖନ୍ତୁ, ଭକ୍ତି କରନ୍ତୁ। ଦର୍ଶକ ବନ୍ଧୁ, ଯଦି ମିରାକଲଟି ଭଲ ଲାଗୁଛି ତାହେଲେ ମନରେ ଥରେ ଓମ୍ ସାଇରାମ ବୋଲି ଭାବି ନିଅନ୍ତୁ। ନିଜ ଲାଇଫ୍ରେ ଯଦି ଏହିପରି କିଛି ମିରାକଲ ଘଟୁଛି ତାହେଲେ କାଇଣ୍ଡଲି ଆମ ସହିତ ସେୟାର କରନ୍ତୁ। ଡିସ୍କ୍ରିପ୍ସନ୍ ବକ୍ସରେ ମୋର ହ୍ୱାଟ୍ସଆପ୍ ନମ୍ବର ଅଛି। ଆଜି ପାଇଁ ବିଦାୟ ଦିଅନ୍ତୁ। କାଲି ପୁଣି ଥରେ ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତୁତ ହେବି ବାବାଙ୍କର ଗୋଟିଏ ନୂତନ ମିରାକଲ ସହିତ। ଓମ୍ ସାଇରାମ।